ଜାତୀୟ ସେବା ଯୋଜନାର ସ୍ୱତନ୍ତ୍ର ଶିବିର ଅନୁଷ୍ଠିତ। ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ବାବା ପଞ୍ଚଲିଙ୍ଗେଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସନ୍ତ୍ରାଗଡ଼ିଆ ପରିସରରେ ଜାତୀୟ ସେବା ଯୋଜନା ତରଫରୁ ଶୀତକାଳୀନ 6 ଦିନିଆ ସ୍ୱତନ୍ତ୍ର ଶିବିର ଅନୁଷ୍ଠିତ ହୋଇଯାଇଛି। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ବେହେରା ଶିବିରକୁ ଶୁଭ ଉଦ୍ଘାଟନ କରିବା ସହିତ ପିଲାମାନଙ୍କ ମାର୍ଗଦର୍ଶନ କରିଥିଲେ। ଜାତୀୟ ସେବା ଯୋଜନା ଅଧିକାରୀ ରସାୟନ ବିଜ୍ଞାନର ଅଧ୍ୟାପକ ରମାକାନ୍ତ ଦାସ ଉକ୍ତ ଶିବିରକୁ ପରିଚାଳନା କରିଥିଲେ। ସ୍ୱଚ୍ଛତା ପାଇଁ ପଞ୍ଚଲିଙ୍ଗେଶ୍ୱର ମହାବିଦ୍ୟାଳୟର ପରିସର, ଶ୍ରେଣୀଗୃହ, ଖେଳ ପଡ଼ିଆକୁ ଅଳିଆ ଆବର୍ଜନା ମୁକ୍ତ କରିବା ସହିତ ପୁଷ୍ୟ ଗ୍ରାମ ନୟାପାଟଣା ଗ୍ରାମକୁ ମଧ୍ୟ ସ୍ୱଚ୍ଛ ପରିମଳ କରିବା ସହିତ ବୃକ୍ଷରୋପଣ କରିଥିଲେ। ବିଶାଳ ଏକ ରାଲି କରି ଅଞ୍ଚଳରେ ସଚେତନତା ସୃଷ୍ଟି କରିଥିଲେ। ଏହି ଶିବିରରେ 50ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଶିବିରାର୍ଥୀ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଥିଲା। ଉଦ୍ଯାପନୀ ଉତ୍ସବରେ ବିଶିଷ୍ଟ ଶିକ୍ଷାବିତ୍ ଜ୍ୟୋତିର୍ମୟ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପିଲାମାନଙ୍କୁ ଉଦ୍ବୋଧନ ଦେବା ସହିତ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରିଥିଲେ। ବିଦ୍ୟାଳୟର ସମସ୍ତ କର୍ମଚାରୀଙ୍କ ସହଯୋଗରେ ଶିବିରଟି ସଫଳ ହୋଇଥିଲା। ବାଲେଶ୍ୱର ଜିଲ୍ଲା ଔପଦାରୁ ନିହାର ରଞ୍ଜନ ଜେନାଙ୍କ ରିପୋର୍ଟ, ଭାରତ ନ୍ୟୁଜ୍।